ଆଜିର ରାଶିଫଳ ଜୁଲାଇ ମାସ 23 ତାରିଖ 2026 ମସିହା ଗୁରୁବାର, ଆଷାଢ଼ ମାସ ଶୁକ୍ଳପକ୍ଷ। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ନବମୀ, ଦିବା 6ଟା 30 ଗତେ ଦଶମୀ, ନକ୍ଷତ୍ର ବିଶାଖା ରାତ୍ରି 2ଟା 5 ଗତେ ଅନୁରାଧା, ଚନ୍ଦ୍ର ତୁଳା ରାତ୍ରି 7ଟା 24 ଗତେ ବିଛା। ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା 23, ସୂର୍ଯ୍ୟାସ୍ତ ସମୟ 6ଟା 25। ତୁଳା ଓ କୁମ୍ଭ ରାଶିର ଘାତ ବାର। ଆଜିର କାଳବେଳା ଓ ବାରବେଳା ଦିବା 3ଟା 7 ଗତେ 6ଟା 26 ମଧ୍ୟରେ, ବିଶୁଦ୍ଧି ବା ଅମୃତ ବେଳା ରାତ୍ରି 1ଟା 38 ଗତେ 4ଟା ମଧ୍ୟରେ, ବିଶୁଦ୍ଧ ବା ମାହେନ୍ଦ୍ର ବେଳା 7ଟା ରୁ 10ଟା 10 ଗତେ 10ଟା 32 ମଧ୍ୟରେ। ଆଜି କଳମ ଶାଗ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆଗରୁ ବାକି ରହିଥିବା କାମକୁ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ। ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ। ବୃଥା ଓ ବିବାଦ ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବ ନାହିଁ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ସନ୍ତାନଙ୍କ ସମସ୍ୟା ସମାଧାନ ହେବ। ବିବାଦ ଓ ଚୋରି ବୃଥା ଜନିତ ଅପବ୍ୟୟର ସୀମା ଟପିଯିବ। ଗୃହ ସୀମା, ଗାଡ଼ି ମଟର ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢ଼ିପାରେ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ର କରି ପରିବାର ବିବାଦୀୟ ପରିସୃଷ୍ଟି ହେବ। ଶତ୍ରୁତା, ରୋଗ ପୀଡ଼ା କିମ୍ବା ଋଣ ପରିଶୋଧ ଜନିତ ଅର୍ଥ ବ୍ୟୟ କରିବେ, କିନ୍ତୁ କର୍ମକ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତି ହେବ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆତ୍ମୀୟ ସ୍ୱଜନଙ୍କ ସହ କଳହ ହୋଇପାରେ। ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜେ ବୁଝିପାରିବେ ନାହିଁ, କିନ୍ତୁ ଭାଗ୍ୟ ବା ସ୍ଥଳ ମଙ୍ଗଳ ପ୍ରଭାବରେ କାମଗୁଡ଼ିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ, କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡ଼ାଦାୟକ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗାଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢ଼ାଇ ପାରନ୍ତି। ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବାର ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର ସମ୍ପର୍କିତ ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ସୁଭୋଜନ, ଧନ ଲାଭ ହେବ। ଅଫିସରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟୀ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ। କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିଦ୍ୱନ୍ଦ୍ୱ ଆଶାକୁ ପ୍ରତିହତ କରିହେବ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନର ମନ ଭଲ ରହିବ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ସତ୍ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତାକୁ ଭାବରେ କାମ କରିବା ଆଗ୍ରହ ପ୍ରକାଶ କରିପାରନ୍ତି। ସେହିଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚା ଉପରେ ଯାଇ ବକେୟା ଅର୍ଥ ଆଦାୟ କରିବା ସକ୍ଷମ ହୋଇପାରନ୍ତି। ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଅର୍ଥ ଲାଭ ହେବ, କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରୀ ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରୀ ମାମଲା ବିଷୟରେ ନେଇ ଚିନ୍ତିତ ରହିପାରନ୍ତି। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ, କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାରିବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣ ଦିନଟି ପ୍ରତିବନ୍ଧ ରହିବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।